फ्रेंड्स ऑनलाइन स्टडी यानी ମୁଁ ସ୍ୱାଗତ କରୁଛି। ଆଜି ଆମେ ସଂସ୍କୃତ ବହିର ଯୋଉଟା କି ଦଶମ ପାଠ ଅଛି ସପ୍ତମ ଶ୍ରେଣୀର ସେଇଟାକୁ ଆମେ ଦେଖିବା। ସ୍ୱରାନ୍ତ ନପୁଂସକ ଲିଙ୍ଗ ବୋଲି କୁହାଯାଇଛି। ସ୍ୱର ଅନ୍ତ ନପୁଂସକ ସେଇଟା ହେଇଥିବ, ମାନେ ପୁଲିଙ୍ଗ ହେଇଥିବ ନା ସ୍ତ୍ରୀଲିଙ୍ଗ ନ ହେଇଥିବ, କେବଳ ସ୍ୱରାନ୍ତ ମାନେ ଅରୁ ଓ ବର୍ଣ୍ଣ ଶେଷରେ ଥିବ ଆଉ ନପୁଂସକ ଲିଙ୍ଗ ହେଇଥିବ, ସେଇପରି ଶବ୍ଦକୁ ଆମେ ଦେଖିବା। ସେମ୍ ସେଇଟା ଆମେ ପ୍ରଥମ ଗତ ଗତ ପାଠରେ ଆମେ ଜାଣିଲେ ପୁଲିଙ୍ଗର ଆମେ ପ୍ରଥମା ବିଭକ୍ତି, ସ୍ତ୍ରୀଲିଙ୍ଗର ପ୍ରଥମା ବିଭକ୍ତିର ପ୍ରୟୋଗ। ଏବେ ନପୁଂସକ ଲିଙ୍ଗର ପ୍ରଥମା ବିଭକ୍ତିର ପ୍ରୟୋଗ ଜାଣିବା। ଏତତ୍ କିମ୍, ଏତେ କେ, ଏତାନି କାନି, ମାନେ ଏଇଟା କ'ଣ, ଏ ଦୁଇଟି କ'ଣ, ଏମାନେ କ'ଣ, ଏପରି ଭାବରେ ଆମେ ଦେଖିବା। ତ ଏଥିରେ ଦେଖ, ଏତତ୍ ଫଲମ୍, ଏତେ ଫଲେ, ଏତାନି ଫଲାନି। ଏକ ବଚନରେ ଯଦି ଆମେ କରିବା ଏତତ୍ ହେବ, ଦୁଇ ବଚନରେ କଲେ ଏତେ ହେବ, ଆଉ ବହୁବଚନରେ କଲେ ଏତାନି ହେବ। ঠিক ସେପରି ଏତତ୍ ଚିତ୍ରମ୍, ଏତେ ଚିତ୍ରେ, ଏତାନି ଚିତ୍ରାଣୀ। ঠিক ସେପରି ଏତତ୍ ମିତ୍ରମ୍, ଏତେ ମିତ୍ରେ, ଏତାନି ମିତ୍ରାଣୀ। ଡ୍ୟାକ୍ସ ଅଛି, ତ ଏଥିରେ ଯେହେତୁ ଏଠାରେ ଦେଖ ଚକ୍ରେ ଅଛି, ଚକ୍ର ହେବ, ତ ଏତତ୍ ଚକ୍ରମ୍। ତ ଏଇନା ତୁମେ କ'ଣ ଲେଖିବ ଏହିପରି ଭାବରେ, ଏତତ୍ ଚକ୍ରମ୍। ଠିକ୍ ଅଛି, ଏହିପରି ଭାବରେ ତୁମେ ଏତତ୍ ଚକ୍ରମ୍ ଲେଖିବ। କେଉଁ ଜାଗାରେ? ଏଇ ଜାଗାରେ ଏତେ ତ ଚକ୍ର ଦେଇଛି, ତାପରେ ଏତାନି ଚକ୍ରାଣୀ, ଏପରି ଭାବରେ ତୁମେ ଲେଖିବ। ନେକ୍ସଟ ହେଉଛି ତତ୍ ମିତ୍ରମ୍, ତେ ମିତ୍ରେ, ତାନି ମିତ୍ରାଣୀ। ଏଥିରେ ଦେଖ ଚକ୍ରାଣୀ ଅଛି, ଏଠି ଆମେ ଚକ୍ର କରିଛୁ, ତ ଏଥିରେ କ'ଣ କରିବା? ଏଥିରେ ତତ୍ ଚକ୍ରମ୍, ଏପରି ଭାବରେ ତୁମେ ତତ୍ ଚକ୍ରମ୍ ଲେଖିବ। କେଉଁ ଜାଗାରେ? ଏଇ ଜାଗାରେ, ଆଉ ଏଥିରେ ତେ ଚକ୍ରେ, ତାନି ଚକ୍ରାଣୀ, ଏପରି ଭାବରେ ହେଲା। ଏତତ୍ ବାରି, ଏତେ ବାରିଣୀ, ଏତାନି ବାରିଣୀ ଅଛି। ଏତତ୍ ଅକ୍ଷି, ଏତେ ଅକ୍ଷି, ଅକ୍ଷିଟା କିପରି ହେବ? ଅକ୍ଷି, ଅକ୍ଷି ଜାଗାରେ ତୁମେ ଏପରି ଅକ୍ଷି ଦୀର୍ଘ କରିବ ଦ୍ୱିତୀୟରେ, ଆଉ ଏତାନି ଅକ୍ଷିଣୀ, ଅକ୍ଷିଣୀ। ଠିକ୍ ଅଛି। ନେକ୍ସଟ ଅଛି ଡ୍ୟାକ୍ସ। ଆମେ ତ ଜାଣିନି କେଉଁ ଶବ୍ଦ ହେବ, ଦଧିନି ବୋଲେ ଦଧି ଅଛି, ତ ତୁମେ ଠିକ୍ ସେପରି ଏତତ୍ କେବଳ ଦଧି, ଏତତ୍ ଦଧି, ଏହିପରି ଭାବରେ ଲେଖିଦେବ। ଏତତ୍ ଦଧି, ଏତେ ଦଧିନି, ଏତାନି ଦଧିନି, ଏପରି ଭାବରେ ତୁମେ ଲେଖିବ। ତତ୍ ଅକ୍ଷି, ତତ୍ ଅକ୍ଷି, ତେ ଅକ୍ଷିଣୀ, ତାନି ଅକ୍ଷିଣୀ। ତତ୍ ଦଧି, ତେ ଦଧିଣୀ, ତାନି ଦଧିଣୀ। ସେମ୍ ସେମ୍ ଏଇଟା ହେବ। ଠିକ୍ ଅଛି। ନେକ୍ସଟ ଚାଲି ଆସିବା। ଏତତ୍ ମଧୁ, ଏତେ ମଧୁନି, ଏତାନି ମଧୁନି। ଏତତ୍ ଅମ୍ବୁ, ଏତେ ଅମ୍ବୁନି, ଏତାନି ଅମ୍ବୁନି ହେବ। ଅମ୍ବୁନି, ଏଠାରେ ଅମ୍ବୁନିଟା ନ ଦୀର୍ଘ କରିବ, ଆଉ ବହୁବଚନରେ ନ ହର୍ଷେଇ କରିବ। ତାପରେ ଅଛି ଡ୍ୟାକ୍ସ ଅଶ୍ରୁଣୀ ଅଛି, ତ ଏଥିରେ ଏତତ୍ କରିବ। ଠିକ୍ ଅଛି। ଏତତ୍ ଅଶ୍ରୁ, ଏତତ୍ ଅଶ୍ରୁ, ଏପରି ଭାବରେ ତୁମେ ଅଶ୍ରୁ ଶବ୍ଦରୁ ଏଇଟା ହେଇଛି। ଏତତ୍ ଅଶ୍ରୁ, ଏଇଟା ଏଇ ଜାଗାରେ ତୁମେ ଲେଖିବ। ତ ଏତେ ଅଶ୍ରୁଣୀ ଦେଇଛି, ତାପରେ ଏତାନି ଅଶ୍ରୁଣୀ, ଅଶ୍ରୁଣୀ ହେବ, ଅଶ୍ରୁଣୀ ହେଲା, ଦୀର୍ଘ ଦେଇକରି କରିବ ସେଇଟା। ନେକ୍ସଟ ଅଛି ତତ୍ ଅମ୍ବୁ, ତେ ଅମ୍ବୁନି, ତାନି ଅମ୍ବୁନି ଲେଖିଲ। ଏବେ ତତ୍ କ'ଣ? ତତ୍ ଅଶ୍ରୁ, ତେ ଅଶ୍ରୁଣୀ, ତାନି ଅଶ୍ରୁଣୀ, ଏପରି ଭାବରେ କହିବ। ଅଶ୍ରୁଣୀ, ଅଶ୍ରୁଣୀ, ଏପରି ଭାବରେ ତୁମେ এই ପାଠର ଏଇଟା ଗୁଡ଼ିକ ଆମେ ଜାଣିଗଲେ। ଏହାର ମୁଁ ଅଭ୍ୟାସ ନେକ୍ସଟ ଭିଡ଼ିଓରେ ତୁମକୁ ଦେବି। ତୁମେ ଧ୍ୟାନ ସହିତ ଆମ ଚ୍ୟାନେଲ ଯୋଡ଼ି ରହ। ସାଙ୍ଗମାନଙ୍କୁ ଅନ୍ୟାନ୍ୟ ସାଙ୍ଗସାଥିମାନଙ୍କୁ ଆମ ଚ୍ୟାନେଲକୁ ଡାକି ଆଣ। ରଖୁଛି, ଧନ୍ୟବାଦ।